ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଅପୂର୍ବ ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ, କାରଣ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ। ଖ୍ରୀଷ୍ଟିଆନ ମାନେ ପର୍ବ ସମୟରେ କରୁଥିବା ତିନୋଟି ବଡ଼ ଭୁଲ। ଖ୍ରୀଷ୍ଟିଆନ ମାନେ ଏଇ ଯେଉଁ ପର୍ବ ସମୟରେ, ଏଇ ଯେଉଁ ଡିସେମ୍ବର ମାସରେ ଖ୍ରୀଷ୍ଟିଆନ ମାନେ କରୁଥିବା ସବୁଠୁ ବଡ଼ ତିନୋଟି ଭୁଲ ବିଷୟରେ ମୁଁ ଆପଣଙ୍କୁ କହିପାରିବି। ସେ ବିଷୟରେ ଆମେ ଅଳ୍ପ ସମୟ ଧରି ଆମେ କଥାବାର୍ତ୍ତା ହେବା। ଯେତେବେଳେ ଏହି ଡିସେମ୍ବର ମାସ ଆସେ, ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ସେମାନେ ପର୍ବ ପାଳନ କରିବାରେ ବ୍ୟସ୍ତ ହୋଇଯାଆନ୍ତି। ଯୀଶୁଖ୍ରୀଷ୍ଟ ଜନ୍ମ ହୋଇଥିଲେ, ଆଉ ତାଙ୍କର ଜନ୍ମର ପର୍ବକୁ ଆମେ ପାଳନ କରିବାର ଆବଶ୍ୟକ ରହିଅଛି। ଏହି ପ୍ରକାର ଭାବରେ ସେମାନେ ତାଙ୍କର ଘରକୁ ସଫା କରନ୍ତି, ବିଭିନ୍ନ ପ୍ରକାର ରଙ୍ଗ ଦିଅନ୍ତି। ଘର ଭିତରେ ଥିବା ବିଭିନ୍ନ ପ୍ରକାର ପୁରୁଣା ଜିନିଷ, ଅଳିଆ ଆବର୍ଜନା ଗୁଡ଼ିକକୁ ସେ ସବୁ ଗୁଡ଼ିକକୁ ବାହାର କରିଦିଅନ୍ତି। କୌଣସି ସ୍ଥାନରେ କିଛି ଖଣ୍ଡିଆ ଖାବରା ହେଇଥାଏ, ତାହାକୁ ରିପେୟାର କରନ୍ତି। ଭଲ ବିଷୟ। ଘରକୁ ସଫା ସୁତୁରା କରିବା, ଘରର ମଇଳା ଗୁଡ଼ିକ ବାହାର କରିବା, ଏହା ବହୁତ ଭଲ ବିଷୟ। ମାତ୍ର ତାଠୁ ଭଲ ବିଷୟ, ତାଠୁ ଉତ୍ତମ ବିଷୟ ନିଜ ଜୀବନକୁ ସଫା କରିବା। ନିଜ ଜୀବନରେ ଥିବା ମଇଳା ଗୁଡ଼ିକକୁ, ଆବର୍ଜନା ଗୁଡ଼ିକକୁ, ନିଜ ଜୀବନରେ ଥିବା ସବୁ ପ୍ରକାର ଦୁଷ୍ଟତା ଗୁଡ଼ିକକୁ ବାହାର କରିବାର ଆବଶ୍ୟକ ରହିଛି। ଯଦି ଆମେ କେବଳ ଘର ସଫା କରୁଛୁ, ଆମମାନଙ୍କ ଜୀବନକୁ ଆମେ ସଫା କରୁନାହୁଁ, ତାହେଲେ ତାହା ବହୁତ ବଡ଼ ଭୁଲ ଅଟେ। ଆମେ ଯଦି ଘର ସଫା କରୁଛୁ, ଭଲ କଥା, କରନ୍ତୁ, ସଫା କରନ୍ତୁ, ପରିଷ୍କାର କରନ୍ତୁ। ପ୍ରଭୁଙ୍କ ଲୋକମାନେ ଆମେ ପରିଷ୍କାର ପରିଚ୍ଛନ୍ନ ରହିବାର ଆବଶ୍ୟକ ରହିଛି। ମାତ୍ର ତା ସହିତ ହୃଦୟକୁ ମଧ୍ୟ ସଫା କରିବାର ଅଛି। କାରଣ ଲେଖାଯାଏ ପ୍ରଥମ କରନ୍ତୀୟ 5 ଅଧ୍ୟାୟ ଏହାର 8 ପଦରେ, ଅତଏବ ଆସ ଆମ୍ଭେମାନେ ପୁରାତନ ଖମିର କିମ୍ବା ଦୁଷ୍ଟତା ଓ କୁକର୍ମ ରୂପ ଖମିର ଦ୍ୱାରା ପର୍ବ ପାଳନ ନ କରି ସରଳତା ଓ ସତ୍ୟ ରୂପ ଖମିର ଶୂନ୍ୟ ରୋଟି ଦ୍ୱାରା ପର୍ବ ପାଳନ କରୁ। ଯଦି ଆପଣ ପର୍ବ ପାଳନ କରୁଛନ୍ତି, ଆପଣ ପର୍ବ ପାଳନ କରିବା ଉଚିତ କି ଉଚିତ ନାହିଁ, ଏସବୁ ବିଷୟର ଚର୍ଚ୍ଚା ନାହିଁ। ଯଦି ଆପଣ ପର୍ବ ପାଳନ କରୁଛନ୍ତି, ତାହେଲେ ନିଜକୁ ପରିଷ୍କାର କରନ୍ତୁ, ନିଜକୁ ସଫା କରନ୍ତୁ, ନିଜକୁ ଆପଣ ଠିକ୍ ଭାବରେ ରଖନ୍ତୁ। ଏହାପରେ ଯାଇ ପର୍ବ ପାଳନ କରିବେ। ଆପଣଙ୍କ ଜୀବନ ଠିକ୍ ନଥିବ, ଆପଣଙ୍କର କାହାକୁ କ୍ଷମା ଦେଇନଥିବେ, ଭାଇ ସହିତ ପଡ଼ୁନଥିବ, ଆ ସହିତ ଶତ୍ରୁତା ଥିବ, ଆପଣ ବିଭିନ୍ନ ପ୍ରକାର ପାପରେ, ଦୁଷ୍ଟତାରେ, ମନ୍ଦତାରେ ଆପଣ ଛନ୍ଦିକିଆ ଥିବେ, ପର୍ବ ପାଳନ କରିବେ, କ'ଣ ଲାଭ ଦେବ? ଘରକୁ ରଙ୍ଗ ଦେଉଥିବେ, ପ୍ରଭୁ କହୁଥିବେ ଘରକୁ ରଙ୍ଗ ଦେ, ମାତ୍ର ତୋ ଜୀବନ ସଫା ଅଛି କି? ତୋ ଜୀବନ ପବିତ୍ର ଅଛି କି? ତୋ ଜୀବନ ପରିଷ୍କାର ଅଛି କି? ଆମେ ଆମର ଘରେ କଷ୍ଟଲି ରଙ୍ଗ ଗୁଡ଼ିକ ଲଗାଉ। ଏସିଆନ୍ ପ୍ୟାଣ୍ଟ, ନେରୋଲାଗ, ବ୍ରଜର, କ'ଣ ଯାକ ରଙ୍ଗ ଗୁଡ଼ିକ ରହିଛି, ଆପଣ ହିଁ ତାହା ଜାଣନ୍ତି। ଆଉ ତାହାକୁ ସର୍ଚ୍ଚ କରି ଖୋଜି, ଏଇ କାନ୍ଥରେ ଏଇ ରଙ୍ଗ, ସେଇ କାନ୍ଥରେ ସେଇ ରଙ୍ଗ, ଅପୋଜିଟ୍ ରଙ୍ଗ ଭଲ ଲାଗେ। ଲାଷ୍ଟ ବର୍ଷ ଏ ପ୍ରକାର ରଙ୍ଗ ଦେଇଥିଲୁ, ଏବେ ଏଇ ପ୍ରକାର ରଙ୍ଗ ଦେବା। ଗ୍ରିଲରେ ଗୋଟେ ରଙ୍ଗ, ଦ୍ୱାର ବନ୍ଧରେ ଗୋଟେ ରଙ୍ଗ, ବହୁତ ଭଲ ଦିଅନ୍ତୁ। ମାତ୍ର ଆପଣ ଜୀବନ ଠିକ୍ ଅଛି କି? ଆପଣ ଜୀବନ ପରିଷ୍କାର ରହିଛି କି? ସେଇଟା ବଡ଼ ବିଷୟ। ପ୍ରଥମ ବିଷୟ, ଘର ସଫା କରିବା ଆଗରୁ, ଗାଡ଼ି ସଫା କରିବା ଆଗରୁ, ଆପଣଙ୍କର ବଗିଚା ସଫା କରିବା ଆଗରୁ, ଚର୍ଚ୍ଚ ସଫା କରିବା ଆଗରୁ ଆପଣଙ୍କ ନିଜ ହୃଦୟକୁ ଟିକେ ସଫା କରନ୍ତୁ। ନିଜ ଜୀବନକୁ ଟିକେ ସଫା କରନ୍ତୁ। ନିଜ ଜୀବନରେ ଥିବା କଳଙ୍କ, ନିଜ ଜୀବନରେ ଥିବା ମଇଳା ଗୁଡ଼ିକକୁ ଆପଣ ପ୍ରଥମେ ପରିଷ୍କାର କରନ୍ତୁ। ଏଇଟା ବଡ଼ ବିଷୟ। ଆଉ ଦ୍ୱିତୀୟ ବିଷୟ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଏହି ଯେଉଁ ପର୍ବ ସମୟରେ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ସେମାନେ ଅନେକ ନୂଆ ପୋଷାକ ଗୁଡ଼ିକ କିଣନ୍ତି। ପର୍ବ ଅଛି, ଆମର ଗୋଟିଏ ତ ପର୍ବ, ଏଥିପାଇଁ ସେମାନେ ବହୁ ସପିଂ କରନ୍ତି। ଏଠି ସପିଂ କରନ୍ତି, ସେଠି ସପିଂ କରନ୍ତି, କିଏ ଗାଡ଼ି ଭଡ଼ା କରି ଯାଆନ୍ତି, ଦୂର ଅନ୍ୟ ରାଜ୍ୟକୁ ଯାଇକିନା ସପିଂ କରନ୍ତି, ନୂଆ ପୋଷାକ କିଣନ୍ତି। ପୋଷାକ ଦରକାର ଅଛି ଆମକୁ। ଶରୀର ଅଛି, ତାହେଲେ ପୋଷାକ ମଧ୍ୟ ଆବଶ୍ୟକ ରହିଅଛି। ଆମକୁ ବିଭିନ୍ନ ପ୍ରକାର ପୋଷାକ, ବିଭିନ୍ନ ପ୍ରକାର
ଆମମାନଙ୍କୁ ପିନ୍ଧିବାର ବସ୍ତ୍ର ଗୁଡ଼ିକ ଦରକାର। ମାତ୍ର କହିବା ପାଇଁ ଚାହେଁ ରୋମିଓ ଏହାର 13 ଅଧ୍ୟାୟର 8 ପଦରେ ପରସ୍ପରକୁ ପ୍ରେମ କରିବା ବିନା ଆଉ କାହିଁରେ କାହାରିଠାରେ ଋଣୀ ହୁଅ ନାହିଁ। ଏତିକି କହିବା ପାଇଁ ଚାହେଁ। ପୋଷାକ ଦରକାର ଅଛି, କିଣନ୍ତୁ, ମାତ୍ର ଋଣୀ ହୁଅନ୍ତୁ ନାହିଁ। ଋଣରେ ବୁଡ଼ି ଘରକୁ ରଙ୍ଗ ଦେବେ, ଋଣରେ ବୁଡ଼ି ପୋଷାକ କିଣିବେ, ଋଣରେ ବୁଡ଼ି ପିଠାପଣା କରିବେ। ଏଇଟା କି ପ୍ରକାର ପର୍ବ କୁହନ୍ତୁ? ସେହି ଋଣ ସୁଜୁ ସୁଜୁ ଆଉ ଗୋଟିଏ ପର୍ବ ଆସିବ, ଆଉ ଗୋଟିଏ ଡିସେମ୍ବର ଆସିବ, ଆଉ ଗୋଟିଏ ଦିନ ଆସିବ। ପ୍ରିୟମାନେ, এই ପ୍ରକାର ପର୍ବ ପାଳନ କରି ଲାଭ କ'ଣ? ଋଣରେ ବୁଡ଼ି ବିଭିନ୍ନ ପ୍ରକାର ଭାବରେ ଆକୁ ଋଣ ତାକୁ ଋଣ, এই ପ୍ରକାର ପର୍ବ ପାଳନ କରି ଲାଭ କ'ଣ? ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମକୁ ଋଣଗ୍ରସ୍ତ କରିବା ପାଇଁ ଧରା ପୃଷ୍ଠକୁ ଆସିଲେ ନା ଋଣ ମୁକ୍ତ କରିବା ପାଇଁ ଆସିଲେ? ଆମକୁ ବନ୍ଧନରେ ପକାଇବା କହିଲେ ନା ଆମକୁ ବନ୍ଧନ ମୁକ୍ତ କରିବା ପାଇଁ ଆସିଲେ? ଆଜି ଆପଣ ନିଜକୁ ଟିକେ ସମୀକ୍ଷା କରନ୍ତୁ। ବିଭିନ୍ନ ପ୍ରକାର ପ୍ଲାନ୍, ବର୍ଷକୁ ଗୋଟେ ହିଁ ପର୍ବ ଆମର, ଏଇ ପର୍ବରେ ଆମେ ଯଦି ଆମେ ସପିଂ କରିବା ନାହିଁ, କିଣିବା ନାହିଁ, ତାହେଲେ କେଉଁ ପର୍ବରେ ଆମେ କିଣିବା? ଆମେ ପ୍ରିୟମାନେ, ପୋଷାକ ଦରକାର ଅଛି। କେବଳ ପର୍ବ ବୋଲି ହିଁ ପୋଷାକ ଦରକାର ତାହା ନୁହେଁ। ପର୍ବ ବୋଲି ହିଁ ଆମେ ଘରକୁ ରଙ୍ଗ ଦେବା ତାହା ନୁହେଁ। ଆମ ଘର ସଫାସୁତୁରା ରହିବାର ଅଛି। ଆମେ ଭଲ ପୋଷାକ ମଧ୍ୟ ପିନ୍ଧିବାର ଆବଶ୍ୟକ। ଋଣଗ୍ରସ୍ତ ହୁଅନ୍ତୁ ନାହିଁ। ଆୟ ଦେଖି ବ୍ୟୟ କରନ୍ତୁ। ଆପଣଙ୍କର ଯେତିକି ଅଛି ସେତିକିରେ ଆପଣ ଚଳନ୍ତୁ। କାହା ସହିତ କମ୍ପିଟିସନ୍ କରନ୍ତୁ ନାହିଁ। ମୁଁ ଏହି ପ୍ରକାର ଡ୍ରେସ୍ ପୋଷାକ କିଣିବି ଯେ କେହି ପିନ୍ଧି ନଥିବେ, ମୁଁ ବହୁତ କଷ୍ଟଲିଟା, ଦାମିଟା, ବ୍ରାଣ୍ଡେଡ୍ଟା, ଏ ପ୍ରକାର ଲୋକମାନଙ୍କର ଚିନ୍ତାଧାରା ଗୁଡ଼ିକ ରହିଛି। ଆଉ ଏହି ପ୍ରକାର ଚିନ୍ତାଧାରା ସେମାନଙ୍କୁ ଲୋନି କରିଦିଏ, ଋଣଗ୍ରସ୍ତ ହେଇଯାଆନ୍ତି। ଆପଣ ପର୍ବ ପାଳନ କରୁଛନ୍ତି, ଲୋକମାନେ ଫାଇଦା ହେଉଛନ୍ତି। କାହାଠୁ କଳନ୍ତର ଆଣିଛନ୍ତି, ଗ୍ରୁପ୍ ଲୋନ୍ ଆଣିଛନ୍ତି, କେଉଁ ଦୋକାନରେ କିଣୁଛନ୍ତି, ବାକି ମାଗିଛନ୍ତି, ବିଭିନ୍ନ ପ୍ରକାର ଭାବରେ ଆପଣ ବୋଝଗ୍ରସ୍ତ, ଋଣଗ୍ରସ୍ତ ଏହି ପ୍ରକାର ଅବସ୍ଥାରେ ଅଛନ୍ତି। ଆପଣଙ୍କୁ ପ୍ରଭୁଙ୍କ ଦାସ ଭାବରେ କହିବା ପାଇଁ ଚାହେଁ, ଆପଣଙ୍କ ଜୀବନକୁ ପ୍ରଥମେ ପରିଷ୍କାର କରନ୍ତୁ। ଋଣଗ୍ରସ୍ତ ହୋଇ ପର୍ବ ପାଳନ କରନ୍ତୁ ନାହିଁ। ଏଇଟା ପ୍ରଭୁ ଆମମାନଙ୍କୁ ଶିଖେଇ ନାହାନ୍ତି। ଆମମାନଙ୍କ ପ୍ରଭୁ କହୁଛନ୍ତି, ପ୍ରେମ ବିନା ଅନ୍ୟ କୌଣସିଠାରେ କାହା ଋଣୀ ହୁଅ ନାହିଁ। ଋଣଗ୍ରସ୍ତ ହୁଅନ୍ତୁ ନାହିଁ, ଆପଣ ବି ହୁଅନ୍ତୁ ନାହିଁ। ଆମକୁ ଯୀଶୁ ଅଛନ୍ତି, ସେତିକି ଯଥେଷ୍ଟ। ବାଇବଲ ଅଛି, ସେତିକି ଯଥେଷ୍ଟ। ଆମ ପାଇଁ ସବୁଦିନ ପର୍ବ, ସବୁଦିନ ଆମ ପାଇଁ ଯୀଶୁ ଜନ୍ମ ହେଉଛନ୍ତି, ସବୁଦିନ ଆମ ପାଇଁ ଗୁଡ୍ ଫ୍ରାଇଡେ, ସବୁଦିନ ଯୀଶୁ ଖ୍ରୀଷ୍ଟ ଆମ ପାଇଁ ମରୁଛନ୍ତି, ସବୁଦିନ ଆମ ପାଇଁ ରେଜରେକ୍ସନ୍ ଡେ ଅଟେ। ପ୍ରିୟମାନେ, ଆମେ କୌଣସି ସ୍ପେଶାଲ ଦିନକୁ ଆମେ ଧରୁନାହୁଁ। ଆମେ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଶେଷରେ ଆପଣଙ୍କୁ କହିବା ପାଇଁ ଚାହେଁ, ଆମମାନଙ୍କର ଯେଉଁ ପର୍ବପର୍ବାଣୀ, ସେଲିବ୍ରେସନ୍ ସବୁଗୁଡ଼ିକ ଆମମାନଙ୍କର ଚର୍ଚ୍ଚ କ୍ୟାମ୍ପସ୍ ଭିତରେ ହିଁ ହୁଏ। ଚର୍ଚ୍ଚ କ୍ୟାମ୍ପସ୍ ବାହାରେ ହଜାର ଆତ୍ମା ଗୁଡ଼ିକ ପାପରେ, ଦୁଷ୍ଟତାରେ, ମନ୍ଦତାରେ ବୁଡ଼ିକିନା ଅଛନ୍ତି। ସେମାନଙ୍କ ନିକଟକୁ ଆମେ କେବେ ଯିବା? ଆମେ ଏହି ସମୟରେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ସାକ୍ଷୀ ହେବାର ସମୟ। ଆମର ସବୁ କାର୍ଯ୍ୟକ୍ରମ ଚର୍ଚ୍ଚ କ୍ୟାମ୍ପସ୍ ଭିତରେ ହିଁ ଆମେ କରୁ। ମାତ୍ର ଚର୍ଚ୍ଚ କ୍ୟାମ୍ପସ୍ ବାହାରେ ଆମର କୌଣସି ପ୍ରକାର ଆକ୍ଟିଭିଟି ଗୋଟେ ନଥାଏ। ଆପଣ ଯଦି କରୁଛନ୍ତି, ବହୁତ ଭଲ କରୁଛନ୍ତି। ମୁଁ ଆପଣଙ୍କୁ ଉତ୍ସାହିତ କରିବା ପାଇଁ ଚାହୁଁଛି, ଆମକୁ କୌଣସି ପ୍ରକାର ସେଲିବ୍ରେସନ୍ ଦରକାର ନାହିଁ। ଆମ ଜୀବନରେ ଖ୍ରୀଷ୍ଟମାସ ହେଇଗଲା, ଆମେ ପରିତ୍ରାଣ ପାଇଗଲୁ, ଉଦ୍ଧାର ପାଇଗଲୁ। ଅନ୍ୟ ଜୀବନରେ ଖ୍ରୀଷ୍ଟମାସ ହେବାର ଆବଶ୍ୟକ ରହିଛି। ଆପଣ କେତେବେଳେ ଯିବେ? ଆପଣ କେତେବେଳେ ଆପଣ ବନ୍ଧୁ ବାନ୍ଧବ, ଆପଣଙ୍କ ସାଙ୍ଗସାଥିମାନଙ୍କୁ ଆପଣ କେତେବେଳେ ଜଣେଇବେ? ପ୍ରେରିତ ପୁସ୍ତକ ଏହାର 1 ଅଧ୍ୟାୟର 8 ପଦରେ କହନ୍ତି, ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ, ତୁମମାନେ ଶକ୍ତିପ୍ରାପ୍ତ ହେବ। ଆଉ ଜେରୁସାଲେମ ପ୍ରଥମରେ ନିଜ ପରିବାର, ମଣ୍ଡଳୀ, ସମସ୍ତ ଜିହୁଦା ପ୍ରଦେଶ, ତାପରେ ଆମେ ପଡ଼ିଶା ଲୋକ, ନିଜ ଗାଁ ସାହି ଲୋକ, ସମୀରଣ, ଅନ୍ୟ ରାଜ୍ୟର ଲୋକ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ। ଆଜି ଆମର ପର୍ବପର୍ବାଣୀ ସବୁଗୁଡ଼ିକ ଆମମାନଙ୍କ ଚର୍ଚ୍ଚ କ୍ୟାମ୍ପସ୍ ଭିତରେ ରହିଯାଉଛି। ପ୍ରିୟମାନେ, ଆମମାନେ ଅନ୍ୟମାନଙ୍କ ପାଖରେ ଯିବା, ଅନ୍ୟମାନଙ୍କୁ ସାକ୍ଷୀ ହେବା। ଏଇ ସମୟ, ଏଇଟା ଗୋଟେ ମାସ, ଯେଉଁ ମାସରେ କି ଆମେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଅନ୍ୟ କାହାକୁ ଆମେ କହିପାରିବା। ଆମକୁ କୌଣସି ପ୍ରକାର ପ୍ରତିବନ୍ଧକ ନାହିଁ। କାରଣ ଏହି ସମୟରେ ସମସ୍ତେ ଜାଣନ୍ତି ଯେ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ପର୍ବ ପାଳନ କରୁଛନ୍ତି। ସେହି ପର୍ବରେ ଆମମାନେ ଅନ୍ୟମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ କହିପାରିବା, ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ସାକ୍ଷୀ ହେଇପାରିବା। ସେମାନଙ୍କୁ ଆମେ ଜଣେଇ ପାରିବା ଯେ ଯୀଶୁଖ୍ରୀଷ୍ଟ ସତ୍ୟ ପରମେଶ୍ୱର। ସେ କି ପ୍ରକାର ଭାବରେ କୁମାରୀ ମରିୟମଙ୍କ ଗର୍ଭରେ ଜନ୍ମଗ୍ରହଣ କଲେ, କି ପ୍ରକାର ଭାବରେ ସେ ଆମ ପାପ ନିମନ୍ତେ କ୍ରୁଶରେ ଚଢ଼ିଲେ, ଆଉ ତୃତୀୟ ଦିନରେ ମୃତ୍ୟୁକୁ ଜୟ କରି ସେ ଉଠି ଅଛନ୍ତି। ଏହି ବିଷୟରେ
आम अन्य आम साक्षी आम हो पार अन्य निकट में आम यीशु विषय कहीपर विभिन्न प्रकार प्रोग्राम माध्यम व्यक्तिगत भाव में आम ताकू आम कहीपर प्रिय माने आम यही भूल करवानी केवल चर्च कैंपस भितर आम घर भितर डेकोरेशन आम ठारे सबुजाक लोक बाहर आमको जगी से निकट को जबार अच्छी यहाँ आम घर सफा करने पूर्व निज हृदय को सफा करवा ऋणग्रस्त ही पर्व आम पालन करवा ना आ चर्च कैंपस भितर ये सब न करी अन्य निकट में यीशु विषय आम जनइबा आसतु प्रार्थना करवा। पिता आम तुमको धन्यवाद दौछु तुम नाम प्रशंसा गौरव महिमा करुछु तुम्हें वाक्य रूपी परमेश्वर वाक्य द्वारा आम सहित कथबार्ता होच आज यही समय धन्यवाद प्रभु आम कौन सी प्रकार भाव में यही तीनोटी भूल आम करूँ ना घर सफा करने पूर्व निज जीवन को आम सफा करूँ ऋणग्रस्त हेबु नहीं अन्य निकट में आम साक्षी हो पारू अनुग्रह प्रदान कर प्रार्थना शुणिछ धन्यवाद प्रार्थना प्रिय प्रभु यीशु नाम रे मागुछु आमीन आमीन। समस्त नमस्कार प्रेज द लॉर्ड प्रभु आपण समस्त को प्रचुर भाव आशीर्वाद करंतु प्रभु अनुग्रह कले आसंता अध्याय नुआ प्रसंग रे परस्पर सहित साक्षात करिबा रहिबा। नमस्कार प्रेज द लॉर्ड गॉड ब्लेस यू।